ନାଇଁ ସେ ଅସୁସ୍ଥ ନାହିଁ। ତେଣୁ ଛୋଟ ଛୁଆଟି ତାର 2 ମାସ 3 ମାସର ଜନ୍ମ ହେଇଛି। ମଣିଷର ଜନ୍ମ ହେଲା ପରେ 3-4 ମାସ ପରେ ଋତୁସ୍ରାବ ଯେମିତି ହୁଏ ସେମିତି ହାତୀଟିର ଋତୁସ୍ରାବ ହେଉଛି। ତେଣୁ ସିଏ ତାର ନୀତିଦିନିଆ କାମ ଯେମିତି ଗାଧୋଇବା, ବାଲି ଖେଳିବା, ଛୁଆଟିକି ନେଇକି କରୁଛି। ତେଣୁ 3 ଜଣ ହାତୀ ଥିଲେ, 3 ଜଣ ହାତୀରୁ ଗୋଟେ ଡେଥ୍ ଯେଉଁ ହେଇଗଲା, ତାପରେ ଆମେ ତ ସେ ଲୋକକୁ ଆରେଷ୍ଟ କଲୁ, ସେ ଜେଲ୍ ଯାଇଛି। ତେଣୁ ସିଏ ଏକଘରିଆ ହେଇକି ସେଇ 5 ଗଛିଆ ବଡ଼ କନ୍ଧ, ବଡ଼ ଭୂଇଁ ଆଉ ପାତ୍ର ଭାଗରେ ବୁଲୁଅଛି। ତେଣୁ ମୋର ଟିମ୍ ପୁରା ଗୋଟେ ସ୍ୱତନ୍ତ୍ର ଗୋଟେ ଗାଡ଼ି ଯାଇଛି, ଗାଡ଼ିଟି ଦେଇଛି। 8-9 ଜଣ ଷ୍ଟାଫ୍ ବୁଲୁଛନ୍ତି ତା ପଛରେ। ତେଣୁ ହାତୀ ତାର ଯେମିତି ସବୁଦିନେ ଖାଇବା ଚଳପ୍ରଚଳ କରିବା କଥା ସେମିତି କରୁଛି, କିନ୍ତୁ କିଛି ଅସୁସ୍ଥ ନାହିଁ। ଆଉ ଛୋଟ ଛୁଆଟିକି ବି ଯେମିତି ଆମେ କାଲି ତଦାରଖ କରିଥିଲୁ, ସେ ଗାଧୁଆଗାଧି କରିଛି। ମଣିଷ ଯେମିତି ଋତୁସ୍ରାବ ହୁଏ ସେମିତି ସେ ଋତୁସ୍ରାବ ଯେଉଁ ହେଇଛି ତାକୁ ଟିକେ 2-3 ଦିନ ଅଇକା କଷ୍ଟ ଲାଗୁଛି। ତେଣୁ ହାତୀଟି କୁଆଡ଼େ ଦୌଡ଼ା ଦୌଡ଼ି କରୁନାହିଁ, ସେ ତାର ଚରା ବୁଲା ଠିକ୍ ରୂପରେ ରହିଛି ଆଉ।